ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଓ ରୁଦ୍ରତାପ ବଢ଼ି ବଢ଼ି ଚାଲିଛି। ବିଭିନ୍ନ ଅଞ୍ଚଳରେ ତାପମାତ୍ରା ବଢ଼ି ବଢ଼ି 40 ଡିଗ୍ରୀ ଉପରେ ଛୁଇଁଲାଣି। ଏହି ସମୟରେ ଗାଡ଼ିଆ ପୋଖରୀ ନଦୀ ନାଳରେ ଥିବା ଜଳସ୍ତର କମିଯାଇଛି ଏବଂ ଶୁଖିଯାଇଛି ମଧ୍ୟ। ଏବଂ ଏହା ଉପରେ ନିର୍ଭରଶୀଳ ଥିବା ବୁଲା ପଶୁପକ୍ଷୀ ସେମାନେ ଜଳ ନ ପାଇ କଷ୍ଟ ଅନୁଭବ କରୁଛନ୍ତି, ଡହଳ ବିକଳ ହେଉଛନ୍ତି ଏବଂ ମରିଯାଉଥିବାର ମଧ୍ୟ ଦେଖାଯାଉଛି। ସାମାଜିକ ସଂଗଠନ, ସହୃଦୟ ବ୍ୟକ୍ତି, ପଶୁପକ୍ଷୀମାନଙ୍କୁ ଭଲ ପାଉଥିବା ବ୍ୟକ୍ତିମାନେ ନିଜ ନିଜ ଛାତ ଉପରେ କିମ୍ବା ବାଲକୋନିରେ ଛୋଟ ଛୋଟ ପାତ୍ରରେ କିଛି ପାଣି ରଖନ୍ତୁ ଏବଂ ପ୍ରତ୍ୟେକ ଦିନ ବୁଲା ପକ୍ଷୀମାନେ ସେମାନେ ଏହି ପାଣି ପିଇ ନିଜର ପ୍ରାଣ ରକ୍ଷା କରିପାରିବେ। ଯେଉଁ ସ୍ଥାନରେ ବୁଲା କୁକୁର ଷଣ୍ଢ ଗାଈମାନେ ଏକତ୍ରିତ ହୁଅନ୍ତି ଉକ୍ତ ସ୍ଥାନରେ କିଛି ଜଳଛତ୍ର କରନ୍ତୁ, ଜଳ ପାତ୍ରଟିଏ ଦାନ କରନ୍ତୁ। ଉକ୍ତ ପାତ୍ରରେ ପ୍ରତ୍ୟେକ ଦିନ ଜଳ ପୂରଣ କରନ୍ତୁ ଏବଂ ଉକ୍ତ ଜଳକୁ ପାନ କରି ବୁଲା କୁକୁର ଷଣ୍ଢ ଗାଈମାନେ ନିଜର ଜଳ କଷ୍ଟକୁ ଦୂର